ମାଲକ ସ୍ୱାଗତ କରୁଛି ପୁଣି ଏକ ନୂଆ ଭିଡ଼ିଓରେ ଆପଣମାନଙ୍କୁ। ତ ଆଜି ଆପଣମାନଙ୍କୁ କିଛି ନିଛକ ସତ କଥା କହିବି, ଯେଉଁଟାକି ମାନେ ଏବେ ବର୍ତ୍ତମାନ ସମୟରେ ଓଡ଼ିଶା ପୁଲିସ ହେଉ, OISF ହେଉ, ଡିଷ୍ଟ୍ରିକ୍ଟ କନେଷ୍ଟବଳ ହେଉ, ଆକୁ ନେଇକି ବର୍ତ୍ତମାନ ଯେଉଁ ପ୍ରକାର ମାନେ ୟୁଟ୍ୟୁବରେ ତୁମ୍ବି ତୋଫାନ ଚାଲିଲାଣି, ମାନେ ଅନନେସେସରୀ ନ୍ୟୁଜ୍ କରିକି ପିଲାଙ୍କ ମାଇଣ୍ଡଟାକୁ ମାନେ ପୁରା ଡିଷ୍ଟର୍ବାନ୍ସ କରୁଛନ୍ତି। ପିଲା ପଢ଼ା ଉପରେ ଫୋକସ୍ କରୁନାହାନ୍ତି। ବେଶୀ ସବୁ ଚ୍ୟାନେଲ୍ ନୁହଁ ମୋ ମତରେ, ବିଶେଷ କରି 2-3ଟା ଚ୍ୟାନେଲ୍ ଏମିତି କରୁଛନ୍ତି। ମୁଁ ଏବେ ରିସେଣ୍ଟ ଦେଖିଲି, ବାଧ୍ୟ ହେଲି ଲାଷ୍ଟଲି ଏଇ ଭିଡ଼ିଓଟା ବନେଇବା ପାଇଁ ଆପଣମାନଙ୍କ ପାଇଁ। ଆପଣମାନେ ଏଇ ଯେଉଁ ନୋଟିସ୍ଟା ସ୍କ୍ରିନ୍ ଉପରେ ଦେଖୁଛନ୍ତି, ଏଇଟା ବିଗତ 2-3 ଦିନ ତଳୁ ଭାଇରାଲ୍ ହେଲାଣି, ସମସ୍ତଙ୍କ ପାଖରେ ପହଞ୍ଚୁଛି। ଏବେ ହ୍ୱାଟ୍ସଆପ୍ର ଯୁଗ ହେଲାଣି ସମସ୍ତଙ୍କ ପାଖରେ। ତ କିଛି ନାହିଁ, ଶୁଖିଲାରେ ଗୋଟେ ଭିଡ଼ିଓ ଅପଲୋଡ଼ କରିକି ଏଇଟା ହେଇଯିବ, ସେଇଟା ହେଇଯିବ, ଏଇଟା ହେଇଗଲା, ସେଇଟା ହେଇଗଲା, ଏମିତି ବନେଇକି ଖାଲି ଭ୍ୟୁଜ୍ ନେବା ଚକ୍କରରେ, ପଇସା ବନେଇବା ଚକ୍କରରେ କିନ୍ତୁ ପିଲାଙ୍କ ଭବିଷ୍ୟତ ସହିତ ଖେଳାଯାଉଛି। ଏଇଟା କେହି ତ ଆଟଲିଷ୍ଟ ଟିକେ ବୁଝିବା ଦରକାର, ପିଲା ବର୍ତ୍ତମାନ କେଉଁ ପରିସ୍ଥିତି ଦେଇକି ମାନେ କେଉଁ ସିଚୁଏସନ୍ରେ ପିଲାମାନେ ଯାଉଛନ୍ତି। କାରଣ 2023 ପରେ ଡିଷ୍ଟ୍ରିକ୍ଟ କନେଷ୍ଟବଳ ଆସିନି, ବର୍ତ୍ତମାନ 2026 ମସିହା ଆସିକି ଜାନୁଆରୀ 20 ତାରିଖ ହେଲାଣି। ତଥାପି 6 ମାସ ପୂର୍ବରୁ ଶୁଣାଯାଉଛି ଆସିବ ଆସିବ, କିନ୍ତୁ କେବେ ଆସିବ ତ ସେଇଟା ଡିପାର୍ଟମେଣ୍ଟ ଉପରେ ନିର୍ଭର କରେ। ତ ତାକୁ ନେଇକି କିଛି ୟୁଟ୍ୟୁବର ପୁରା ଡେଟ୍ ୱାଇଜ୍ ପୁରା ଡେଟ୍ ଦେଇ ଦେଉଛନ୍ତି, ପୁରା ଏବେ ବାହାରିଯିବ, ଆସିଗଲା ନୋଟିଫିକେସନ୍। ଯେଉଁ ପ୍ରକାର ଥମ୍ବନେଲ୍ ପକେଇକି ପିଲାମାନଙ୍କୁ ଏମିତି ଡିଟରମାଇନ୍ କରିକି ହଇରାଣ କରୁଛନ୍ତି, ମାନେ ମୁଣ୍ଡ ଖରାପ ହେଇଯିବ ଆପଣମାନଙ୍କର ଶୁଣିଲେ। ଏଇ ଯେଉଁ ନୋଟିଫିକେସନ୍ଟା ଆପଣ ଦେଖନ୍ତୁ, ଏ ନୋଟିସ୍ ମୁଁ ଆପଣଙ୍କୁ ଦେଖେଇ ଦେଉଛି ପୁରା ଟୋଟାଲ୍। ଏ ନୋଟିସ୍ରେ କିଛି ନାହିଁ, କିଛି ନାହିଁ, ଖାଲି ୟାକୁ ନେଇକି ଗୋଟେ ଭିଡ଼ିଓ ବନେଇକି 5-10-15 ମିନିଟ୍ ଖାଲି ଟାଇମ୍ ୱେଷ୍ଟ, ଆଉ କିଛି ନାହିଁ। ମୁଁ ବି ଚାହିଁଥିଲେ 2 ଦିନ ତଳୁ ବନେଇ ପାରିଥାନ୍ତି। ଏ ଭିଡ଼ିଓରେ କିଛି ନାହିଁ। ମୁଁ ଆପଣମାନଙ୍କୁ କ'ଣ କହିବି, ଦେଖନ୍ତୁ, ଏଇଟା ଗୋଟେ ସାଧାରଣ କଥା, ଆପଣମାନେ ନିହାତି ଦେଖନ୍ତୁ। ଏଇଟା ଯେଉଁ ଆପଣଙ୍କର ଏବେ ଯେଉଁ ନୂଆ ଯେବେ କରପ୍ସନ୍ ହେଲା, SIର କରପ୍ସନ୍, ତ ସରକାର ନିଷ୍ପତ୍ତି ନେଲେ ଗୋଟେ ନୂଆ କମିଟି କରିବା ପାଇଁ, ଯେଉଁଠାରେ କି ଆପଣମାନଙ୍କର ଯେମିତି OSSC ହେଉ, OSSC ଆଗରୁ ଯେଉଁ ଥିଲା ଆପଣମାନଙ୍କର, ତ ତା ଅଣ୍ଡରରେ କିଛି ପରୀକ୍ଷା ଯେମିତି ଆପଣଙ୍କର ଫରେଷ୍ଟ ଗାର୍ଡ଼, RI ଅମିନ ଏସବୁ କରାଯାଉଛି। ତ ଏଇଟା ସ୍ପେଶାଲି ପୋଷାକଧାରୀ କର୍ମଚାରୀ ଯେଉଁମାନେ ଅଛନ୍ତି, ଯେଉଁମାନଙ୍କୁ ବି କୁହାଯାଉଛି ୟୁନିଫର୍ମଡ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ୍, ଯେଉଁଟା ଆପଣଙ୍କର ରହିଛି। ତ OU ଆପଣଙ୍କର ଓଡ଼ିଶା ୟୁନିଫର୍ମଡ ସର୍ଭିସ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ୍, ଯେଉଁଟା OUSSC। ତ ୟାକୁ ନେଇକି ବର୍ତ୍ତମାନ ସମସ୍ତଙ୍କ ମନରେ କ'ଣ ମାନେ ଇଏ ସବୁ ଗୋଟେ ଗ୍ୟାଜେଟ୍ ନୋଟିଫିକେସନ୍ ଆସିଛି, ଯେହେତୁ ଗୋଟେ ନୂଆ କମିଟି ଗଠନ କରାଯାଉଛି, ଗୋଟେ ନୂଆ ଆୟୋଗ ହେଉଛି, ତ ଗୋଟେ ତାଙ୍କର ନିହାତି ନୋଟିଫିକେସନ୍ ରୁଲ୍ ଆସିବ। ତାଙ୍କର ଯାହା ରୁଲ୍ ଅଛି କିଛି ପରିବର୍ତ୍ତନ କରିବେ, 19-20 ପରିବର୍ତ୍ତନ ହେବ ତା ଭିତରେ। ଏଇଟାରେ କିଛି ନାହିଁ, ୟାକୁ ନେଇକି ବାରମ୍ବାର ଭିଡ଼ିଓ ଦେଖନ୍ତୁ। ନର୍ମାଲ୍ କଥା ଲେଖା ହେଇଛି ଏଠି, କମିଶନ୍ ମିନ୍ସ ଓଡ଼ିଶା ୟୁନିଫର୍ମଡ ସିଭିଲ୍ ସର୍ଭିସ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ୍। ଗଲା, ଚେୟାରମ୍ୟାନ୍ ମିନ୍ସ ଚେୟାରମ୍ୟାନ୍ ଅଫ୍ ଦି କମିଶନ୍। Department of Government means department specified in the first schedule appended to the ଓଡ଼ିଶା ଗଭର୍ଣ୍ଣମେଣ୍ଟ ରୁଲ୍ସ ଅଫ୍ ବିଜନେସ୍। ଏଇଟା ସବୁ ପିଲା ଜାଣିଛନ୍ତି, ସେଥିରେ କିଛି କଥା ନାହିଁ। ଆପଣମାନଙ୍କର ଫିଜିକାଲକୁ ନେଇକି କିଛି ଆସିଛି କଥା, କ'ଣ କେମିତି ଫିଜିକାଲ ହେବ, ତ ଇଏ ସବୁ ଗ୍ୟାଜେଟ୍ ନୋଟିଫିକେସନରେ ସବୁଥିରେ ବାହାରେ। ଏଠି ଗୋଟେ ଦେଖନ୍ତୁ, 4 ନମ୍ବରରେ ଡାଇରେକ୍ଟ ରିକ୍ରୁଟମେଣ୍ଟ। ସମସ୍ତେ ଜାଣିଛନ୍ତି ଡାଇରେକ୍ଟ ରିକ୍ରୁଟମେଣ୍ଟ ଡିଷ୍ଟ୍ରିକ୍ଟ ପୋଲିସ ହେଉ, OSPRB ହେଉ, ଯେଉଁ ପୋଷାକ କର୍ମଚାରୀ ଯେତିକି ବି ଅଛନ୍ତି ସମସ୍ତଙ୍କର ହେଉଛି। ତ ରିଜର୍ଭେସନ୍ ଅଫ୍ ଭ୍ୟାକେନ୍ସି, ତ ରିଜର୍ଭେସନ୍ ଭ୍ୟାକେନ୍ସି ଆପଣ ଜାଣିଛନ୍ତି ନର୍ମାଲ ଏଜ୍ SC OBCଙ୍କୁ 5 ବର୍ଷ ରିଲାକ୍ସେସନ୍ ମିଳେ। ଏ କଥା ପିଲା ସମସ୍ତେ ଜାଣିଛନ୍ତି, ଯିଏ ଏକ୍ଜାମ୍ ଦେଉଛି ସେ ସମସ୍ତେ ଜାଣିଛନ୍ତି। ଅନନେସେସରୀ ଭିଡ଼ିଓ, ଏଲିଜିବିଲିଟି ଅଫ୍ କ୍ୟାଣ୍ଡିଡେଟ୍ସ, ଏଲିଜିବିଲିଟି ତ ସମସ୍ତେ ଜାଣିଛନ୍ତି 18 ବର୍ଷ ଷ୍ଟାର୍ଟିଂ, 18 ବର୍ଷ ପରେ ସମସ୍ତେ ପକାଇ ପାରିବେ। ଏଇଟା କ'ଣ ଜାଣିବାର ନୂଆ କଥା, ପିଲାକୁ ଆଉଥରେ କ'ଣ ଗୋଟାଏ ଜିନିଷ ଆପଣମାନଙ୍କର କେବଳ ନୂଆ ହେଇଛି, କ'ଣ ଆପଣମାନେ ଦେଖନ୍ତୁ ଏଠି ସ୍କ୍ରିନ୍ ଉପରେ 11 ନମ୍ବର, ଆପଣମାନଙ୍କର ଏକ୍ଜାମିନେସନ୍ ଫିସ୍, ରିଫଣ୍ଡ ଅଫ୍ ଦି ଏକ୍ଜାମିନେସନ୍ ଫିସ୍ ଆଣ୍ଡ ରେମୁନେସନ୍ ଟୁ ଦ ଏକ୍ଜାମିନର୍ସ। କ'ଣ ନା ଆପଣଙ୍କର ପୂର୍ବରୁ ଯେତେବେଳେ ବି ଆପଣ ଫର୍ମ ପକାଉଥିଲେ, ଅନନେସେସରୀ ଯେଉଁମାନେ ଆସ୍ପିରାଣ୍ଟସ୍ ନୁହଁ, ସେମାନେ ପକାଇ ଦିଅନ୍ତି ଅଯଥାରେ। ଗଭର୍ଣ୍ଣମେଣ୍ଟର ଷ୍ଟାଫ୍ ବହୁତ ଲାଗନ୍ତି, କାଗଜପତ୍ର ବହୁତ ଖର୍ଚ୍ଚ ହୁଏ, ମ୍ୟାନ୍ ପାୱାର ଖର୍ଚ୍ଚ ହୁଏ। ତ ସେଇଟା ରୋକିବା ପାଇଁ ସେମାନେ ଗୋଟେ ନୂଆ ରୁଲ୍ କରିଛନ୍ତି। କ'ଣ ନା ଆପଣମାନେ ଯେବେ ଫର୍ମ ଆପ୍ଲାଏ କରିବେ, 500 ଟଙ୍କା ଆପଣଙ୍କୁ ଦେବାକୁ ପଡ଼ିବ। ଆପଣ ଯେବେ ଏକ୍ଜାମ୍ ଯାଇକି ଥରେ ଆଟେଣ୍ଡ କରିବେ ରିଟିନ୍, ତାପରେ ଆପଣଙ୍କୁ ପଇସାଟା ୱାପସ୍ ମିଳିଯିବ। ତ ଏଇଟା ରହିଛି ରୁଲ୍। କିନ୍ତୁ ଏଇ ଗୋଟାଏ କଥାକୁ ଏମିତି ବୁଲେଇ ବଙ୍କେଇ ଆସିଗଲା ଓଡ଼ିଶା ପୋଲିସର ନୋଟିଫିକେସନ୍, ଏଇ ମାସରେ ହେବ ଆପଣମାନଙ୍କର ପରୀକ୍ଷା, ଆପଣମାନେ ପ୍ରସ୍ତୁତ କି ପ୍ରସ୍ତୁତ ନାହାନ୍ତି, ଏଇ ବହି କିଣନ୍ତୁ। ମାନେ ଏତେ ପ୍ରକାର ସ୍କାମ୍ ଚଲେଇଲେନି ଏମାନେ, ବିଶ୍ୱାସ କରନ୍ତୁ। ମାନେ ଆପଣମାନେ ଆପଣଙ୍କର ମୁଣ୍ଡ ଖରାପ ହେଇଯିବ ଏ କଥା ଶୁଣି ଶୁଣି। ଆପଣ ଯଦି ୟୁଟ୍ୟୁବ୍ ଖୋଲିବେ, ଗୋଟେ କ'ଣ ସର୍ଚ୍ଚିଂ କରିବାକୁ, ୟୁଟ୍ୟୁବ୍ର ଗୋଟେ ବଦଗୁଣ, ଆପଣ ଯଦି କିଛି କୋର୍ସ କିଣିଥିବେ ବା ପଢ଼ୁଥିବେ, ଆପଣ ଯଦି ପଢ଼ୁଥିବେ, ତା ମଝିରେ ଆଡ଼ଭର୍ଟାଇଜ୍ଟେ ପଳେଇ ଆସିବ, ଆସିଗଲା ନୋଟିଫିକେସନ୍, ଉପରେ ନୋଟିଫିକେସନ୍ ଆପଣଙ୍କର ଗୋଟେ ଆସିବ। ସ୍ପେଶାଲି ଯେଉଁମାନେ ବି ଅନଲାଇନ୍ ପ୍ରିପେୟାର କରୁଛନ୍ତି ୟୁଟ୍ୟୁବ୍ ଚ୍ୟାନେଲ୍ରୁ, ପୁରା ଗୋଟିଏ ଅଲଗା ମେଲ୍ ଆଇଡ଼ି ଖୋଲନ୍ତୁ। ଅଲଗା ମେଲ୍ ଆଇଡ଼ିରେ ସ୍ପେଶାଲ୍ ଆପଣ ଯେଉଁ ପାଠ ପଢ଼ୁଛନ୍ତି
ଯେଉଁ ଅନଲାଇନ୍ କୋର୍ସ କିଣିଛନ୍ତି ଆପଣ ସେଇଗୁଡ଼ା ଦେଖନ୍ତୁ। ଅନନେସେସରି ଆଉ କିଛି ସବସ୍କ୍ରିପସନ୍ କରନ୍ତୁନି। ଆଉ ଗୋଟେ ବି ୟୁଟ୍ୟୁବ୍ର ସେଟିଂ ରହିଛି, ଆପଣ ଚାହିଁଲେ କୌଣସି ନୋଟିଫିକେସନ୍ ଅଲଗା ଇଏର ଆପଣଙ୍କୁ ଆସିବ ନାହିଁ, ସେ ସେଟିଂ ବି ଆପଣ କରିନିଅନ୍ତୁ। ଆଉ ବେକାର ଖବରକୁ ନେଇକି ଆପଣମାନେ କେହି ଭ୍ରମିତ ହୁଅନ୍ତୁ ନାହିଁ। ଆଉ ମୁଁ କହି ରଖେ ସମସ୍ତ ୟୁଟ୍ୟୁବରକୁ, ଯଦି ବି କିଏ ଦେଖୁଥିବ ମୋ ଭିଡ଼ିଓ, ଏଥର ମୁଁ ଆପଣମାନଙ୍କୁ ସତର୍କ କରାଇ ଦେଉଛି, ଆପଣମାନେ ବେକାର ଅନନେସେସରି ଭିଡ଼ିଓ ବନେଇକି ପିଲାଙ୍କୁ ବେକାର ଡିମୋଟିଭ୍ କରନ୍ତୁ ନାହିଁ, ପିଲାଙ୍କୁ ପ୍ରେସର କରନ୍ତୁ ନାହିଁ, କିମ୍ବା ତାଙ୍କ ମୁଣ୍ଡ ଖରାପ କରନ୍ତୁ ନାହିଁ। ନହେଲେ ପୁରା ନା ନେଇକି ଏକ୍ସପୋଜ୍ କରିବି, ନା ନେଇକି ଭିଡ଼ିଓ ବନେଇବି, ଯାହା କରିବା କଥା ତୁମେ କରିବ, କିଛି ଅସୁବିଧା ହେବାର ନାହିଁ। ସବୁ ପରିସ୍ଥିତି ସାମ୍ନା କରିବାକୁ ଆମେ ଷ୍ଟୁଡେଣ୍ଟମାନେ ଅଛୁ। ଭାଇ ଯିଏ ଆସ୍ପିରାଣ୍ଟସ୍, ଆମେ ଜାଣିଛୁ କେତେ କଷ୍ଟ, ପଢ଼ିବା କେତେ କଷ୍ଟ, ଫିଜିକାଲ୍ କେତେ କଷ୍ଟ। ସକାଳୁ ମାସେ ଦେଢ଼ ମାସ ହେଲା ଯେଉଁ ପ୍ରକାର ଶୀତ ହେଉଛି, ପିଲା କେଉଁ ଭଳିଆ ପରିଶ୍ରମ କରୁଛନ୍ତି ଥରେ ଫିଲ୍ଡକୁ ଆସିକି ଦେଖ। ତୁମେ ଘର ନିବୁଜ କୋଠରୀ ଭିତରେ ବସି ଗୋଟେ ୟୁଟ୍ୟୁବରେ ଭିଡ଼ିଓ ବନେଇ ଦେଇକି 10 ମିନିଟ୍ର ପୋଷ୍ଟ କରିଦେଲ, ପାଇଗଲ ଭ୍ୟୁଜ୍, ପାଇଗଲ 20-30 ହଜାର ଭ୍ୟୁ ପାଇକି ତୁମେ ପଇସା କମେଇକି ତୁମ ଚକ୍କରରେ ବସିଗଲ। କିନ୍ତୁ ପିଲା କ'ଣ ଫେସ୍ କରୁଛନ୍ତି, ପିଲା କେତେ ପ୍ରେସର ଅଛନ୍ତି। ମୁଁ ଏବେ ରିସେଣ୍ଟ ଦେଖୁଥିଲି ଜଣେ ୟୁଟ୍ୟୁବର, ମୁଁ ତାଙ୍କ ନାଁ ନେବାକୁ ଚାହେଁନି, ସେ ହଠାତ୍ କିନା ଆସିଲେ ଗୋଟେ ଏଇ ଜିନିଷଟାକୁ କହୁଛନ୍ତି, ହୋମ୍ ପୋଲିସ ସର୍ଭିସ୍, ଏଇ ଭିତରେ ସବ୍ ଇନ୍ସପେକ୍ଟର ଯାଉଛି, ସିପାହୀ ଯାଉଛି, ଆସିଷ୍ଟାଣ୍ଟ ଡ୍ରାଇଭର ଯାଉଛି, କନଷ୍ଟେବଲ ଯାଉଛି। ଭାଇ ସମସ୍ତେ ଜାଣିଛନ୍ତି ଏଇଟା ହୋମ୍ ସର୍ଭିସ୍, ଫାୟାର ସର୍ଭିସ୍ ସମସ୍ତେ ଜାଣିଛନ୍ତି। ଏକ୍ସାଇଜ ଅଣ୍ଡରରେ ଯେଉଁ ଡିପାର୍ଟମେଣ୍ଟଟା ଆସୁଛି ସବୁ ଯାଇ, ଏସବୁ ପିଲା ଜାଣିଛନ୍ତି। ତୁମେ ଏଇର ଅନନେସେସରି ଭିଡ଼ିଓ କରିକି ପିଲାଙ୍କୁ କ'ଣ ରହିବା ଦରକାର। ମୁଁ ଏବେ ଜଣେ ଦେଖୁଥିଲି, ଜଣେ କହୁଥିଲେ ଯେ ଭାଇବା ଆଡ଼୍ ହେବ। ଆରେ ଭାଇ ଭାଇବା କେଉଁଥିରେ ଅଛି, ତୁମେ ଭାଇବା ଆଡ଼୍ କରିଦେବେ। ଓଡ଼ିଶା ପୋଲିସରେ ଭାଇବା କ'ଣ କରପ୍ସନ୍ ବନ୍ଦ କରିବା ପାଇଁ ସେ ଗୋଟେ ନୂଆ କମିଟି କଲେ, ପୁଣି ଭାଇବା କଲା ମାନେ ଗୋଟେ ସାଧାରଣ ଜ୍ଞାନ ରହିବା ଦରକାର ସେ ୟୁଟ୍ୟୁବର ଭାଇଙ୍କର। ଯଦି ଭାଇବା ରଖନ୍ତି ପୁଣି କରପ୍ସନର ବାଟ ଖୋଲିଯିବ, କାରଣ ଭାଇବାରେ ବିଶେଷ କରି ବେଶୀ କରପ୍ସନ୍ ହେବ। କେହି ଜାଣିପାରିବେନି କେତେ ମାର୍କ କାହାର ରହିଲା, ତ ଭାଇବାରେ ବେଶୀ କରପ୍ସନ୍ ହେବ। ତ ତାକୁ ନେଇକି ସିଏ ଭାଇ ଜଣଙ୍କ ଭିଡ଼ିଓ ବନାଉଛନ୍ତି, ତାଙ୍କର 15-20 ହଜାର ଖଣ୍ଡେ ଭ୍ୟୁ ବୋଧେ ପଳେଇଲାଣି ସେ ଭିଡ଼ିଓଟା। ପିଲା ଦେଖିକି ତାକୁ ପାଗଳା ହେଇଯିବେ, କହିବେ କ'ଣ ଗୋଟେ ଭାଇବା ଆଡ଼୍ ହେଇଗଲା। ଦେଖିଲା ବେଳକୁ ନୋଟିଫିକେସନ୍ ଯେବେ ଆସିବ ସେଥିରେ କିଛି ହିଁ ନଥିବ। ତ ଆପଣମାନେ ଦୟାକରି ସେ ଚ୍ୟାନେଲ୍ ଗୁଡ଼ା ଆଭଏଡ଼ କରନ୍ତୁ। ଅନନେସେସରି ଭିଡ଼ିଓ ଯେଉଁ ପକାଉଛି ଡାଇରେକ୍ଟ ସ୍କିପ୍ ମାରିଦିଅନ୍ତୁ, ନହେଲେ ସେ ଚ୍ୟାନେଲ୍କୁ ବ୍ଲକ୍ କରିଦିଅନ୍ତୁ କିମ୍ବା ଅନସବସ୍କ୍ରାଇବ୍ କରିଦିଅନ୍ତୁ। ଗଲା, କାମ ସରିଲା। ଆଉ ସେମାନଙ୍କୁ ବି ଅନୁରୋଧ ରିକ୍ୱେଷ୍ଟ କରୁଛି, ବଡ଼ ଭାଇମାନେ ହେବେ, ଅନନେସେସରି ଭିଡ଼ିଓ ବନାଉ ନାହିଁ, ପିଲାଙ୍କୁ ହଇରାଣ କର ନାହିଁ। ଏକ୍ଜାମ୍ ମୁଣ୍ଡ ଉପରେ ଆଉ ମାସେ ଭିତରେ ମେ ବି ଆସିଯିବ ନୋଟିଫିକେସନ୍, ଏଇ 15-20 ଦିନ ଭିତରେ। ପିଲାମାନେ ଆସିଲେ ଅଟୋମେଟିକ୍ ତାଙ୍କର ଜାଣିବେ। ଆରେ ତୁମେ ଏବେ ୟୁଟ୍ୟୁବ୍ ଚ୍ୟାନେଲ୍ ହେଇଗଲା, ଏବେ ଏତେ ଆଡ଼ଭାନ୍ସ ଦେଖାଉଛ। ଯେତେବେଳେ 5 ବର୍ଷ 10 ବର୍ଷ ପୂର୍ବରୁ ଯେତେବେଳେ ହ୍ୱାଟ୍ସଅପ୍ ନଥିଲା, ୟୁଟ୍ୟୁବ୍ ନଥିଲା, ଏତେ ହାଇଲାଇଟ୍ ହେଇନଥିଲା, ତୁମେ କେଉଁଠି ଥିଲ ସବୁ? ଅଲଗା ତରିକା ବି ଥିଲା। ଭୁବନେଶ୍ୱର ମାନଙ୍କରେ ତ ଲାଇବ୍ରେରୀ ଥିଲା, ସେଠି ଯାଇ କେଉଁ ପିଲାଙ୍କୁ ତୁମେ ନୋଟିଫିକେସନ୍ ଜଣାଇଥିଲ ନା କହିଥିଲ? ଏବେ ୟୁଟ୍ୟୁବ୍ ପଇସା ଚକ୍କରରେ ସମସ୍ତେ ପାଗଳ, ଏଇ ଅନନେସେସରି ଭିଡ଼ିଓ ବନେଇକି ସମସ୍ତଙ୍କୁ ଇଏ କରୁଛନ୍ତି। ପ୍ଲିଜ୍ ଭାଇ ସେମିତି କରିବାଟା ଉଚିତ ନୁହଁ। ଠିକ୍ ଅଛି, ନୋଟିଫିକେସନ୍ ଯେବେ ରିଲିଜ୍ ହେବ, ତୁମେ ଆରାମସେ ପିଲାଙ୍କୁ, ଯେଉଁ ଅଛନ୍ତି ପିଲା ବୁଝିପାରନ୍ତିନି, କିଛି ଜାଣିପାରନ୍ତିନି, ନୂଆ ଫ୍ରେଶର୍ସ ଯେଉଁମାନେ, ତ ସେମାନଙ୍କୁ ଜଣାଇବା ପାଇଁ ତୁମେ ନୂଆ ଫାଷ୍ଟ ଭିଡ଼ିଓ ବନାଅ, ସେମାନଙ୍କୁ ବୁଝାଅ ସିଷ୍ଟମ୍ ଏଇଆ, କାମ ଏଇଆ ହେବ, ଏଇ ତରିକାରେ ତୁମେ ଏକ୍ଜାମ୍ ଦେବ। ଏଇ ହିସାବରେ ପିଲାଙ୍କୁ ତୁମେ କ୍ଲାସ୍ କରଉନ, ଜେନେରାଲ ନଲେଜ କ୍ଲାସ୍ ହେଉ, ଗଣିତ କ୍ଲାସ୍ ହେଉ, ଏସବୁ କ୍ଲାସ୍ କରଉନ। ଯେତିକି ଆସୁଛି ତୁମକୁ ସେଇ କ୍ଲାସ୍ କରାଇବ। ଏଇ ଅନନେସେସରି ଭିଡ଼ିଓଟା ବନେଇ କ'ଣ ଫାଇଦା ନେଇକି ଚକ୍କରରେ ମୁଁ ବି ଜାଣିପାରୁନି। କିଛିଟା ପଇସା ପାଇଁ ଏତେ ତଳ ସ୍ତରକୁ ଖସି ଯାଉଛନ୍ତି କିଛି ୟୁଟ୍ୟୁବର, ମାନେ ଭାବିଲେ ନିଜକୁ ଖରାପ ଲାଗୁଛି। ଏଭଳିଆ ପରିସ୍ଥିତିରେ ବର୍ତ୍ତମାନ ଆମର ଓଡ଼ିଶା ପୁରା କାଙ୍ଗାଳିଆ ଭଳିଆ ହେଇଗଲାଣି। ୟୁଟ୍ୟୁବ୍ ଆସିଲା ଦିନୁ, ଫେସବୁକ୍ ଆସିଲା ଦିନୁ ଲୋକ ସବୁ କାଙ୍ଗାଳିଆ ହେଇଗଲେଣି। ଯାହା ପାଉଛନ୍ତି ତାହା ବକି ଯାଉଛନ୍ତି, ଯାହା ଆସୁଛି ମନକୁ ତାହା କହିଯାଉଛନ୍ତି। କିଛି ଫାଇଦା ଥିବା ଦରକାର, ପିଲାଙ୍କୁ କିଛି ସାହାଯ୍ୟ ହେଉଥିବା ଦରକାର। ଭଲ ୟୁଟ୍ୟୁବର ଅଛନ୍ତି, କିଛି 8-10 ଜଣ ଭଲ ୟୁଟ୍ୟୁବର, ଓଡ଼ିଶା ପୁଲିସକୁ ନେଇକି ହେଉ କିମ୍ବା ଯେତିକି ଏକ୍ଜାମ୍ ଆସୁଛି ତାକୁ ନେଇକି ଭଲ ନ୍ୟୁଜ୍ ପ୍ରୋଭାଇଡ଼ କରୁଛନ୍ତି। ସେମାନଙ୍କ ସବସ୍କ୍ରାଇବର ଦେଖନ୍ତୁ, ଏମାନଙ୍କ ସବସ୍କ୍ରାଇବର ଦେଖନ୍ତୁ। ଅନନେସେସରି ଭିଡ଼ିଓ କଲେ ଏଇଆ ହିଁ ଅବସ୍ଥା ହେବ। ତୁମ ବର୍ତ୍ତମାନ ଭ୍ୟୁଜ୍ ଚକ୍କରରେ ବର୍ତ୍ତମାନ ତୁମେ ଭାବିବା ଦରକାର, ଏବେ ତୁମ ଭିଡ଼ିଓ ଦେଖିଦେବେ ମାସେ 2 ମାସ, ଯେବେ ଡିଷ୍ଟ୍ରିକ୍ଟ କନେଷ୍ଟବଳ OISF ସରିଯିବ, ପୁଣି 2 ବର୍ଷ ଫାଙ୍କା ରହିବ। ତୁମ ଭିଡ଼ିଓ ସେତେବେଳେ କଲେ କେହି ଦେଖିବେନି, କାରଣ ଅଲରେଡ଼ି ପିଲା ଜାଣିସାରିଥିବେ ତୁମେ ଏଇଭଳିଆ ଭିଡ଼ିଓ ଅପଲୋଡ଼ କରୁଛ। ତ ଏ ନୋଟିଫିକେସନ୍ରେ କିଛି ନାହିଁ। ଆପଣମାନେ ଏସବୁ ଭିଡ଼ିଓ ଦେଖିବାରୁ ପୁରା ବିରତ ରୁହନ୍ତୁ, ଆକୁ ପୁରା ସ୍କିପ୍ କରନ୍ତୁ, ଡାଇରେକ୍ଟ ଚ୍ୟାନେଲ୍ ବ୍ଲକ୍ କରିଦିଅନ୍ତୁ। ଦେଖିବା ଦରକାର ନାହିଁ। ଆପଣ କୋର୍ସ ଉପରେ ଫୋକସ୍ କରନ୍ତୁ, ସିଲାବସ୍ ଉପରେ କମ୍ପ୍ଲିଟ୍ କରନ୍ତୁ। ଆଉ ଅଳ୍ପ ଦିନ ପରୀକ୍ଷା ରହିଲା, ତ ଏଇଟା ଭଲ ହେବ ଆପଣମାନଙ୍କ ପାଇଁ। ତ ଆଶା କରେ ଆପଣମାନେ ନିହାତି ସଚେତନ ହେବେ ଏ ଦିଗରେ, ଆଉ ପରବର୍ତ୍ତୀ ପର୍ଯ୍ୟାୟରେ ଏସବୁ ଜିନିଷଟାକୁ ଆଭଏଡ଼ କରିବେ। ମାଇଣ୍ଡରେ ପୁରା ଏଇ ଜିନିଷଟା ଦେଖିଲେ ଗୋଟେ ପିଲା 10 ମିନିଟ୍ ଟାଇମ୍ ୱେଷ୍ଟ କରିପାରିବ। 10 ମିନିଟ୍ ଟାଇମ୍ ୱେଷ୍ଟ କରିବା ଭିତରେ ଗୋଟେ ପିଲା 4ଟା ତ ଜିକେ ଘୋଷି ଦେଇଥିବ। ଏତିକି ମୁଣ୍ଡରେ ଭର୍ତ୍ତି କରିବା ଦରକାର। ତ ଆପଣମାନଙ୍କୁ ଅନୁରୋଧ, ଯେଉଁମାନେ ବି ମୋ ଭିଡ଼ିଓ ଦେଖୁଛନ୍ତି, ପୁରା ଜେନ୍ୟୁନ୍ ହିସାବରେ ଯେଉଁ ଚ୍ୟାନେଲ୍, ମୋ ଚ୍ୟାନେଲ୍ ନହେଲା କାହିଁକି, ଯଦି ବି କିଛି ଏପଟ ସେପଟ ଭିଡ଼ିଓ ଆସୁଛି ସ୍କିପ୍ କରିଯାଆନ୍ତୁ। ଭଲ ଚ୍ୟାନେଲ୍ ଯେଉଁମାନେ, ତାଙ୍କ ଭିଡ଼ିଓ ଦେଖନ୍ତୁ, ଏ ଅନନେସେସରି ଭିଡ଼ିଓ ଦେଖନ୍ତୁ ନାହିଁ। ଏବେ ମୁଁ କହି ରଖୁଛି, ଫାଇନାଲି ଲାଷ୍ଟରେ ବି କହୁଛି, ଆଗକୁ ପୁରା ଏକ୍ସପୋଜ୍ କରିବି, ଭିଡ଼ିଓ ଆଣିକି ଥୋଇକି ପୁରା ଚ୍ୟାନେଲ୍ ଉପରେ କହିଦେବି, କିଏ କ'ଣ ଭୁଲ କହୁଛି କ'ଣ ହେଉଛି, ପୁରା ଆଣିକି ଥୋଇକି କହିକି ପୁରା ଡାଇରେକ୍ଟ ଏକ୍ସପୋଜ୍ କରିବି। ଆଉ ଭିଡ଼ିଓ କେମିତି ଭାଇରାଲ୍ ହୁଏ ସେ ଟ୍ରିକ୍ ବି ଆମକୁ ଜଣା, କିନ୍ତୁ
केमिति सेतेबेले भाइराल हम से ना ସେଇଟା ବି ଆମକୁ ଜଣା ଆମେ ବହୁତ ଜଲ୍ଦି ବି ସେଇଟା ମୁଁ କରିବି ଯଦି ଏସବୁ ବନ୍ଦ ନ ହୁଏ ତ ଆପଣମାନଙ୍କ ସହଯୋଗ ଦରକାର ତ ଏଇ ଜିନିଷଟାକୁ ଆପଣମାନେ ନିହାତି ଭାବରେ ନୋଟିସ୍ କରନ୍ତୁ ଆଉ ସ୍କିପ୍ କରନ୍ତୁ ଦୟାକରି ଏଇ ଜିନିଷଟାକୁ अपडेट आसूची अपडेट आसिले पिला जमीती अपडेट गोटे एमती अपडेट दे पार ये नोटिफिकेशन आसला देखो ये नोटिफिकेशन आसी आपण मानकर खूब शीघ्र हवाक जाऊँगी यह कहीपर नोटिफिकेशन आसीगला ओडिशा पुलिस आपणकर यही दिन हम आपणकर यही तारिख हम गोटे चैनल आपने जानते ओडिशार गोटे चैनल आपने समस्त जानी मुझे ना नवाक चाहेनी से उंटिकी बसी कौन खाली नोटिफिकेशन बाहर ओडिशा पुलिस टाइटलटा तले लगे देते पिला कि देखीदेवे 5-10 हज़ार पशिज अरे भाई तुम चाकरी बाकरी कर पैसा पाऊनी आहरी एत माने भिकारी ठारू हीन भी तुम हो गोटे माने गोटे लोक मूल्य लगे कम कले परद्वार जाकि 350 टका कमाऊँ से भी तुम ताठू इनकम अधिका है तुमको आहरी भी एत तल स्तर को जावाक पड़ुଛି तो निहाती भाव में आप जिनस को ध्यान दिंतु पुणी देखा आउ एक वीडियो धन्यवाद।